ରେଜଲ୍ଟ ଯେତେବେଳେ 75 ଟଚ୍ ହେଲା, ମାନେ ବିଜେଡି 75 ଟଚ୍ ହେଲା, ବିଜେପି ସରି ଧର୍ମେନ୍ଦ୍ର କହିଲା ଯେ ଫାଇନାଲି ଆମର ଓଡ଼ିଆ ଅସ୍ମିତା କାମ ପଡ଼ିଗଲା, କିନ୍ତୁ ସେ କିଛି କହୁନଥିଲା। 75 ମାନେ 60, 63, 65 ବିଜେପିର ବଢୁଛି। ମୁଁ କହୁଛି କ'ଣ ଖବର, କ'ଣ ହେଲା? ନା ଦାଦା ରହିଯାନ୍ତୁ। ବଟ୍ ହି ୱାଜ୍ କାମ୍, ତାର কোনো ଇଏ ନଥିଲା। 75 ଯେତେବେଳେ ହେଲା, ସେ ଆଉ ବାଇ ଦ୍ୟାଟ୍ ଟାଇମ୍ 11ଟା 11:30 ସୁଦ୍ଧା ଅନ୍ୟ 4-5 জন ନେତା ଆସିଥିଲେ। ସେ କହିଲା ଓଡ଼ିଆ ଅସ୍ମିତା କାମ କଲା। ତ ଦ୍ୟାଟ୍ ୱାଜ୍ ଇଜ୍, ଆପଣ ଏଟାକୁ ଆଡମିସନ୍ କୁହନ୍ତୁ କି କନଫେସନ୍ କୁହନ୍ତୁ। ତ ଆପଣ ଭାବୁଥିଲେ ଯେତେବେଳେ ଧର୍ମେନ୍ଦ୍ରଙ୍କର ଇଚ୍ଛା ଥିଲା ଯେ ନେକ୍ସଟ ଚାନ୍ସ ଓଡ଼ିଶାରେ ବିଜେପି ଆସିଗଲାଣି, ବୋଧେ ସେ ମୁଖ୍ୟମନ୍ତ୍ରୀ ହଉଛନ୍ତି, ବା ସେଭଳି କିଛି ଗୋଟେ ଆଭାସ ଆପଣ ପାଉଥିଲେ ମାହୋଲ ଦେଖିକିରି? ସେ କିଛି କହିନଥିଲେ। ମୁଁ କହିଲି ଯେ ଏକ୍ସେପସନାଲି କାମ୍, ମାନେ ମୁଁ ଯଦି ସେଇ ଦିନର କି ଟେକ୍ ଆୱେ ହଉଛି ଯେ ଆମେ ଭାବୁଛୁ ଯେ ସେ ହଉଛି ଚିଫ ମିନିଷ୍ଟରର চেহারা। ଆମେ ତ ଭାବୁଥିଲୁ ସମସ୍ତେ ଯେ ସରକାର ଯଦି ପରିବର୍ତ୍ତନ ହବ, ସେ ଜଣେ ପ୍ରାଇମ୍ କ୍ଲେମେଣ୍ଟ। ତାର ମୁଁ ଏକ୍ସପେକ୍ଟ କରୁଥିଲି ତାର ସେ ବହୁତ ଉତ୍ତେଜିତ ଥିବେ, ଟେନ୍ସ ଥିବେ। ଭେରି କାମ୍, ମାନେ ହି ୱାଜ୍, ମାନେ ଇଂରେଜୀରେ ଗୋଟେ କଥା ଅଛି କୁଲ୍ ଏଜ୍ ଆ କିউକାମ୍બર। ହି ୱାଜ୍ କୁଲ୍ ଏଜ୍ ଆ କିଉକାମ୍બર। ମୋର ଧାରଣା ସେ ଜାଣିଥିଲା ଯେ ରେଜଲ୍ଟ କ'ଣ ହବ, କାହିଁକି ତାର ପୂର୍ବ ଦିନ କିମ୍ବା ତାର ପୂର୍ବ ଦିନ ଓପିନିଅନ୍ ପୋଲ୍ ଯେଉଁମାନେ ସର୍ଭେ କରନ୍ତି, ସେମାନେ ସେ ତାକୁ କହିଥିଲେ ଯେ ସରକାର ପରିବର୍ତ୍ତନ ହଉଛି, ବିଜେପି ଯାଉଛି, ବିଜେଡି ଯାଉଛି ଆଉ ବିଜେପି ଆସୁଛି। ଏକ୍ଜିଟ୍ ପୋଲ୍ ବି ସେୟା କହିଥିଲା। ତ ମୋର ଧାରଣା ହି ୱାଜ୍ କନଭିନ୍ସ ଯେ ରେଜଲ୍ଟ ଏମିତି ହବ। ତାପରେ ଯେତେବେଳେ ଫୋନ୍ ଆସୁଥିଲା, ଆପଣ କିଛି ମେନସନ୍? ମୁଁ ତ ସକାଳ 9:30 10ଟାରୁ ମୁଁ ଜାଣିଛି ଲୋକମାନେ ତାକୁ ଫୋନ୍ କରୁଥିଲେ କଂଗ୍ରାଚୁଲେସନ୍ ଜଣାଇବା ପାଇଁ 10ଟାରୁ। ଯେଉଁମାନେ ଫୋନ୍ ବି ମାନେ ଫୋନ୍ ଆସୁଥିଲା, ବିଜେପି ନେତା ମାନେ ନା ବିଜେପି ନେତା ନୁହେଁ, ଅର୍ଡିନାରୀ ମାନେ ଅନ୍ୟ ଲୋକମାନେ, ମାନେ ଇମ୍ପୋର୍ଟାଣ୍ଟ ଲୋକମାନେ ତାକୁ ଧର୍ମେନ୍ଦ୍ରକୁ ଫୋନ୍ କରୁଥିଲେ। ଆପଣ ବି ଧରି ନେଇଥିଲେ ଯେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହଉଛନ୍ତି ବୋଲି? ଆମେ କେମିତି ଜାଣିବୁ? ହେଇପାରେ ରେଜଲ୍ଟ ଦେଖିକିରି ଆପଣଙ୍କ ଭିତରେ ଗୋଟେ ଧାରଣା ହଉଥିଲା? ମାନେ କନଭିନ୍ସ ନଥିଲି, କାହିଁକି ଫାଇନାଲି ଆମେ ଜାଣିଛୁ ଯେ ବିଜେଡି ଗୋଟେ ନ୍ୟାସନାଲ ପାର୍ଟି, ସେଣ୍ଟ୍ରାଲ লিডারশিপ ଯାହା ଡିସାଇଡ୍ କରିବେ ସେୟା ହିଁ ହବ। କିନ୍ତୁ ନର୍ମାଲି ତ ଲୋକର ଏଇଠି ଗୋଟେ ଇଏ ଥିଲା ଯେ ଧର୍ମେନ୍ଦ୍ର ଗୋଟେ ଫେଭରିଟ୍ କ୍ୟାଣ୍ଡିଡେଟ୍। ଆପଣଙ୍କର କ'ଣ ଧାରଣା ଥିଲା ଇଲେକ୍ସନ ପୂର୍ବରୁ? ନିଶ୍ଚିତ ଭାବରେ ଧର୍ମେନ୍ଦ୍ର ପ୍ରଧାନ ଯେହେତୁ ସେ ଏମପି, ଆପଣ ଯେମିତି ଭାବୁଥିଲେ ମୁଁ ବି ସେମିତି ଭାବୁଥିଲି। ଯେହେତୁ ସେ ସାଂସଦ ଭାବରେ ଲଢୁଥିଲେ, ଆମେ ଗୋଟେ କନଫ୍ୟୁଜନ ଭିତରେ ଥିଲୁ ଯେ ପ୍ରକୃତରେ ହବା ପାଇଁ କ'ଣ ଯାଉଛି। ସେଇଟା ଆମେ ସେତେବେଳେ ସ୍ପେକୁଲେଟ୍ କରୁଥିଲୁ, କିନ୍ତୁ ସ୍ପେକୁଲେସନରେ ହି ୱାଜ୍ ୱାନ୍ ଅଫ୍ ଦ ପ୍ରାଇମ୍ କ୍ୟାଣ୍ଡିଡେଟ୍ସ। 2000 ମସିହାରେ ନବୀନ ନିବାସର ଚିତ୍ର, 2024ରେ ଧର୍ମେନ୍ଦ୍ରଙ୍କର ରେସିଡେନ୍ସର ଚିତ୍ର, ଇଲେକ୍ସନ ରେଜଲ୍ଟ ଦିନ, ତ ଏଇ ଦିଟା ଭିତରେ କ'ଣ ଡିଫରେନ୍ସ ଆପଣ ଲକ୍ଷ୍ୟ କଲେ? ନବୀନ ନିବାସରେ ମୋର ଯେତେ ମନେ ପଡୁଛି 2000 ମସିହାରେ ଲୋକ ହିଁ ନଥିଲେ, ମାନେ ଜଣେ ଦୁଇ ଜଣ ତାର ପିଅନ। ଫୋନ୍ ଆସୁଥିଲା କି ନାହିଁ? ନା, ସେଇ ଫୋନ୍, ନବୀନ ପଟ୍ଟନାୟକକୁ ସେତେବେଳେ କେତେ ଲୋକ ଚିହ୍ନିଥିଲେ? ଅଳ୍ପ ଲୋକ ଚିହ୍ନିଥିଲେ, ଇଭେନ୍ ପାର୍ଟି ଲୋକ ବି ଭଲ କରି ଚିହ୍ନି ନଥିଲେ। ଚିହ୍ନିଲେ ବି କଥା ହବାର ଇଏ ନାହିଁ, ତ ଫୋନ୍ ଆସୁନଥିଲା, ତାର ସେକ୍ରେଟାରୀ ନଥିଲା, କିଛି ନଥିଲା, ସିକ୍ୟୁରିଟି ନଥିଲା, ଅଫିସ ଷ୍ଟାଫ ନଥିଲା। ସେ ମୋର ମନେ ଅଛି ପ୍ରଥମେ ଆସିଲେ ବୋଧେ ଦିଲ୍ଲୀପ ରାୟ ଆସିଲେ। ଦିଲ୍ଲୀପ ରାୟ ସେତେବେଳେ ମନ୍ତ୍ରୀ, ସେ ଗୋଟେ କାର୍ଟିସି ଭିଜିଟ୍ରେ 5 ମିନିଟ୍ ପାଇଁ ଆସିଲେ। ତାରপরে নলিনী মহান্তি ওয়ার্কিং প্রেসিডেন্ট ଥିଲେ, ସେ ଆସିଲେ 5 ମିନିଟ୍ 10 ମିନିଟ୍ ପାଇଁ। ଏବଂ ସେଇ ଟାଇମରେ ମାନେ ନବୀନ ପଟ୍ଟନାୟକ ବି ବହୁତ କାମ ଥିଲେ, ମାନେ ତାର ସେଇ ଉତ୍ତେଜନା, ଏକ୍ସାଇଟମେଣ୍ଟ, ସେ ଯେ ମୁଖ୍ୟମନ୍ତ୍ରୀ ହେବେ କିଛି ଦେଖାଉନଥିଲେ, ଚୁପ୍। ମୁଁ ସେଇ ସାମ୍ବାଦିକ ନବୀନ ପଟ୍ଟନାୟକ। ତାরপর কিন্তু দিলীপ রায় আসলে হ্যান্ডশেক ହେଲା, କଂଗ୍ରାଚୁଲେସନ୍ ଜଣାଇଲେ, ପଳାଇଲେ।